ଅଁଳା ସରିବା ଆଗରୁ କିମ୍ବା ନ ପାଇବା ଆଗରୁ ରଖିଦିଅନ୍ତୁ ବର୍ଷକ ପରିକା ଏହିପରି ଭାବରେ ଅଁଳା ଯେତେବେଳେ ଚାହିଁବେ ସେତେବେଳେ ଖାଇବେ। କାହିଁକି ନା ଆପଣ ଜାଣିଛନ୍ତି ଭିଟାମିନ ସି ରେ ଭରପୁର ଏହି ଅଁଳା ଆମ ଦେହକୁ ଆମ ଶରୀରକୁ ଏତେ ଭିଟାମିନ ଦେଇଥାଏ ଯେ ମୁଁ ଆପଣଙ୍କୁ କଣ କହିବି। ଗୋଟିଏ ଅଁଳା ସହିତ ଦିନକର ସବୁତକ ଖାଦ୍ୟ ଇଏ ଆମର ସମାନ। ତ ଆଜି ଫ୍ରେଣ୍ଡ ମୁଁ ଆପଣଙ୍କୁ କହିବି ଅଁଳାକୁ କିପରି ଭାବରେ ଆପଣ 6 ମାସ ନୁହଁ ବର୍ଷକ ପରିକା ରଖିକି ଏନ୍ଜୟ କରିପାରିବେ, କିଛି ବି ଖରାପ ହବ ନାହିଁ। ତ ତା ଲାଗି ଫ୍ରେଣ୍ଡ ଏଇଠି ଆମେ ନେଇଯାଇଛୁ ଅଁଳା। ଫ୍ରେଣ୍ଡ ଆପଣ ଏଇଠି ଆପଣଙ୍କ ହିସାବରେ ଛୋଟ ବଡ ଯାହା ଅଁଳା ଆପଣଙ୍କୁ ମିଳୁଛି ଆପଣ ତାକୁ ନେଇଯାଆନ୍ତୁ। ବହୁତ ବଢିଆ ସେ ଫ୍ରେଣ୍ଡ 2 ରୁ 3 ଥର ଏହାକୁ ଆପଣ ୱାଶ କରିଦିଅନ୍ତୁ। ତ ଏଇଠି ଫ୍ରେଣ୍ଡ ମୁଁ ପାଣି ଦେଇଦେଇଛି, ନର୍ମାଲ ପାଣି ଦେଇଦେଇଛି। ପାଣି ଦେଇକି ବହୁତ ବଢିଆ ସେ ଟିକେ ୱାଶ କରିକି ପାଣି ଡ୍ରେନ୍ ଆଉଟ୍ କରିଦବା। ଏଇଠି ଫ୍ରେଣ୍ଡ ଆପଣ ଦେଖିପାରୁଥିବେ ବହୁତ ବଢିଆ ସେ ପୁରା ହାତ ଲଗେଇକି ପୁରା ଅଁଳାକୁ ସଫା କରିଦବା। ଆଉ ଯାହା ବି ଖରାପ ଅଁଳା ଥିବ ଏହିପରି ଭାବରେ ତାକୁ କାଢିଦେବେ। ଯଦି ଆପଣ କାଢିବା ପାଇଁ ଚାହୁଁନାହାନ୍ତି ତ ତାକୁ କାଟିକି ଫୋପାଡି ଦେବେ। ଆଉ ଯୋଉତକ ପାର୍ଟ ଭଲ ଥିବ ତାକୁ ଆପଣ ଏଇଠି ୟୁଜ କରିପାରିବେ। କିମ୍ବା ଆପଣ ଚାହିଁଲେ ଫ୍ରେଣ୍ଡ ସେ ଟିକେ ଯଦି ଖରାପ ହେଇଯାଇଛି ଅଁଳା ତାକୁ ଆପଣ ଜୁସ କରିଦେବେ, ନହେଲେ ଆପଣ ସେ ପାର୍ଟ ଟାକୁ ରିମୁଭ କରିକି ପୁଣି ଆଡ କରିପାରିବେ। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ 2 ରୁ 3 ଥର ମୁଁ ବହୁତ ବଢିଆ ସେ ଧୋଇ ଦେଇଛି। ଏବେ ମୁଁ ନେଇଯାଇଛି ଗୋଟେ କଡେଇ। କଡେଇରେ ଫ୍ରେଣ୍ଡ ଆପଣ ଯେକୌଣସି କଡେଇ ପ୍ୟାନ ଯାହାବି ଆପଣଙ୍କ ପାଖରେ ମିଳୁଛି ନେଇଯାଆନ୍ତୁ। ନେଇକି ଫ୍ରେଣ୍ଡ ଏଇଠି ଦେଇଦିଅନ୍ତୁ ପାଣି। ନର୍ମାଲ ପାଣି ଆପଣ ଦେଇଦେବେ। ପାଣିଟାକୁ ଫ୍ରେଣ୍ଡ ଟିକେ ଆମେ ଏଠି ଗରମ କରିବା। ଫ୍ରେଣ୍ଡ ଆମେ ଏଠି ବର୍ଷକ ପାଇଁ ରଖିବା, ତେଣୁକରି ଫ୍ରେଣ୍ଡ ଲୁଣ ଆମ ପାଇଁ ବହୁତ ବେଷ୍ଟ। ତ ଏଇଠି ଫ୍ରେଣ୍ଡ ମୁଁ ଲୁଣ ଦେଇଦେଇଛି ତାକି ଆମର ବହୁତ ବଢିଆ ସେ ପ୍ରିଜର୍ଭେଟିଭ କାମ କରିବ। ଆମର ଅଁଳାଟାକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତିକି ରଖିବ। ଆପଣ ଚାହିଁଲେ ଫ୍ରେଣ୍ଡ ଏଇ ଅଁଳାଟାକୁ କାଟି ପାରିବେ, ନହେଲେ ଆପଣ ସେମିତିରେ ବି ମଧ୍ୟ ରଖିପାରିବେ। ମୁଁ ଫ୍ରେଣ୍ଡ ଏଇ ଅଁଳାଟାକୁ କାଟି ଦଉଛି, ତାକୁ ଟିକେ ଲୁଣ ଲୁଣ ଲାଗିଲେ ଖାଇବାରେ ବହୁତ ବଢିଆ ଭାବରେ ଟେଷ୍ଟ ଲାଗିଥାଏ। ତା ସହିତ ଫ୍ରେଣ୍ଡ ଗୋଟେ ଫ୍ଲେଭର ମଧ୍ୟ ଆସିଥାଏ, ଆଉ ଅଧିକ ଦିନ ପର୍ଯ୍ୟନ୍ତ ଖରାପ ହେବାର ଚାନ୍ସେସ୍ ବି ନଥାଏ। ଆପଣ ଚାହିଁଲେ ଫ୍ରେଣ୍ଡ ପିସ୍ ପିସ୍ କରିକି ମଧ୍ୟ କାଟିକି ଦେଇପାରିବେ। ଏଇଠି ମୁଁ ଗୋଟା ଡାଇରେକ୍ଟ ପକଉଛି, ଆଉ ଉପରୁ ଯଦି ଟିକେ ଆପଣଙ୍କୁ ମୁଣ୍ଡି କଳା ଦେଖାଉଛି ତ ତାକୁ ମଧ୍ୟ ଟିକେ ଏଇପରି ଭାବରେ ବାହାର କରିଦେବେ। ଏଇଠି ଫ୍ରେଣ୍ଡ ସବୁତକ ଅଁଳାକୁ ମୁଁ ଏଇପରି ଭାବରେ 2 2 3 3 ପିସ୍ କରିକି ଗୋଟେ ଖାଲି କଟ ଲଗେଇ ଦଉଛି। କଟ ଲଗେଇକି ଆକୁ ମୁଁ ଏଇଠି ଦଉଛି। ଆଉ ଗୋଟେ ଜିନିଷ ଫ୍ରେଣ୍ଡ ଆପଣଙ୍କୁ କହି ରଖିବା ପାଇଁ ଚାହିଁବି, ଆପଣ ଚାହିଁଲେ ଅଁଳାକୁ ଚିନିରେ ବି ମଧ୍ୟ ସାଇତିକି ରଖିପାରିବେ। କେମିତି ଯଦି କମେଣ୍ଟ କରିବେ ମୁଁ ନିହାତି ଭାବରେ ଆପଣଙ୍କ ପାଇଁ ଏଇଠି ଆଣିକି ଆସିବି। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ସବୁତକ ଅଁଳାକୁ ମୁଁ ଏଇଠି ପାଣିରେ ଦେଇଦେଇଛି, ଆଉ ପାଣି ଆମର ପୁରା ଗରମ ବି ମଧ୍ୟ ହେଇଗଲାଣି। ଲୁଣ ବି ମଧ୍ୟ ଫ୍ରେଣ୍ଡ ଆମର ଏଇଠି ମେଲ୍ଟ ବି ହେଇଗଲାଣି। ଏହିପରି ଭାବରେ ବେଶୀ ନାହିଁ ଫ୍ରେଣ୍ଡ, କମ ସେ କମ 2 ମିନିଟ ଗରମ ପାଣିରେ ଦେଇ ସାରିଲା ପରେ କମ ସେ କମ ଫ୍ରେଣ୍ଡ 2 ମିନିଟ ୟାକୁ ଚଲେଇବା। ବେଶୀ ନାହିଁ, କମ ସେ କମ 2 ମିନିଟ। 2 ମିନିଟରୁ ଅଧିକ ଆପଣ ଆଦୌ ଏଇଠି ପକେଇବେ ନାହିଁ। କାହିଁକି ନା ଫ୍ରେଣ୍ଡ ଇଏ ଗ୍ରୋସରୀ ଆମର ବହୁତ ବଢିଆ ସେ ସିଝି ଯାଇଥାଏ, ତେଣୁକରି ୟାକୁ କେବଳ 2 ମିନିଟ। 2 ମିନିଟ ହେଇଗଲାଣି। ଏଇଠି ଟିକେ ଆଉ ଟିକେ ପ୍ରିଜର୍ଭ ଆଉ ଟିକେ ଟେଷ୍ଟ ରଖିବା ପାଇଁ ମୁଁ ଏଇଠି ଦେଇଦେଉଛି ଲଙ୍କା। ଆପଣ ଚାହିଁଲେ ଫ୍ରେଣ୍ଡ ୟାକୁ ସ୍କିପ୍ ମଧ୍ୟ କରିପାରିବେ। ଲଙ୍କା ଦେଇକି ଫ୍ରେଣ୍ଡ ଗ୍ୟାସଟିକୁ ମୁଁ ଏଇଠି ବନ୍ଦ କରିଦଉଛି। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ବହୁତ ବଢିଆ ସେ ଆମର ଥଣ୍ଡା ହେଇଯାଇଛି। ଲଙ୍କାଟା ଫ୍ରେଣ୍ଡ ବିଲକୁଲ ଭାବରେ ଅପସନାଲ। ଯଦି ଆପଣ ପକଉଛନ୍ତି ଯେକୌଣସି ଚଟନୀରେ କିମ୍ବା ଆପଣ ଯେ ଏମିତିରେ ବି ଖାଉଛନ୍ତି କିମ୍ବା ଭାତ ସହିତ ଖାଉଛନ୍ତି ନା, ତ ଇଏ ବହୁତ ବଢିଆ ଭାବରେ ଟେଷ୍ଟ ଆଉ ଫ୍ଲେଭର ଆସିଥାଏ, ତେଣୁକରି ମୁଁ ଏଇଠି ଦେଇଛି। ଆଚ୍ଛା ଫ୍ରେଣ୍ଡ ଏଇ ଅଁଳାକୁ ମୁଁ ଆପଣଙ୍କୁ ଏଇଠି ଟିକେ ଚିପୁଡିକି ବି ମଧ୍ୟ ଏଇଠି ଦେଖେଇବି ଚିପିକି, ତାକି ଆପଣ ଜାଣିପାରିବେ କେତିକି ଆମେ ସିଝେଇଛେ। ପାଣି ପୁରା ଥଣ୍ଡା ହେଇଯାଇଛି, ରୁମ ଟେମ୍ପରେଚରକୁ ଆସିଯାଇଛି। ଏଇଠି ଫ୍ରେଣ୍ଡ ଗୋଟେ ଅଁଳାଟେ ମୁଁ ହାତରେ ନେଇକି ଦେଖଉଛି, ଯୋଉ ଆମେ କଟ ଲଗେଇଥିଲେ ବସ୍ ସେଇଠୁ ହିଁ ଭାଙ୍ଗୁଛି, ଆଉ କୋଉଠୁ ଭାଙ୍ଗୁନି। ତ ଇଏ ଆମର ପରଫେକ୍ଟ ପରଫେକ୍ଟ ସିଝିଛି, ବେଶୀ ନାହିଁ। ପାଣି ଫୁଟିବ ମାନେ 2 ମିନିଟ ରଖିକି ଆପଣ ଗ୍ୟାସଟିକୁ ବନ୍ଦ କରିଦେବେ। ଯେକୌଣସି ଡବାରେ କାଚ ଜାର ଆପଣଙ୍କ ପାଖରେ ଯଦି ଅଛି ନିହାତି ଭାବରେ କାଚ ବୋଟଲ କିମ୍ବା ଯେକୌଣସି ବୋଟଲ ଆପଣଙ୍କ ପାଖରେ ଅଛି ତାକୁ ଭର୍ତ୍ତି କରିଦିଅନ୍ତୁ। ଭର୍ତ୍ତି କରିକି ଫ୍ରେଣ୍ଡ ଡାଇରେକ୍ଟ ଥଣ୍ଡା ହେଇଗଲା ପରେ ଠିପି ବନ୍ଦ କରିଦିଅନ୍ତୁ। କ୍ୟାପଟିକୁ ବନ୍ଦ କରିଦେଇକି ଆପଣ ୟାକୁ 6 ମାସରୁ ବର୍ଷ ପର୍ଯ୍ୟନ୍ତ ସାଇତିକି ରଖିପାରିବେ। ବାହାରେ କୌଣସି ପ୍ରକାର ଖରାପ ହବାର ଚାନ୍ସେସ୍ ନାହିଁ। ଯଦି ଅଧିକ ଟାଇମ ରଖିବା ପାଇଁ ଚାହୁଁଛନ୍ତି ତ ଆପଣ ନିହାତି ଭାବରେ ଫ୍ରେଣ୍ଡ ଫ୍ରିଜର ୟୁଜ କରିପାରିବେ। ନହେଲେ ଫ୍ରେଣ୍ଡ ଇଏ ବାହାରେ ବହୁତ ବଢିଆ ସେ ରହିବ, ଆଦୌ ଖରାପ ହବ ନାହିଁ। ଆଉ ଗୋଟେ ଜିନିଷ ଫ୍ରେଣ୍ଡ, ଯଦି ଆପଣ ପୁରା ଲଙ୍ଗ ଟାଇମ ପାଇଁ ରଖିବା ପାଇଁ ଚାହୁଁଛନ୍ତି ତ ମଝିରେ ମଝିରେ ଟିକେ ଏଠି ଆପଣ ଖରା ମଧ୍ୟ ଖୁଆଇଦେବେ। ୟାକୁ ଫ୍ରେଣ୍ଡ ଆପଣ ଯେକୌଣସି ଚଟନୀରେ ୟୁଜ କରିପାରିବେ, ସେମିତିରେ ମଧ୍ୟ ପିଇ ପାରିବେ। ଜୁସ୍ ବି ମଧ୍ୟ ଫ୍ରେଣ୍ଡ କରିକି ଗୋଟେ ଅଁଳା କାଢନ୍ତୁ, ଜୁସ୍ ବନେଇ ଦେଇକି ପିଇ ପାରିବେ, କିମ୍ବା ସେମିତିରେ ମଧ୍ୟ ଚୋବେଇକି ଆପଣ ଖାଇପାରିବେ, କିମ୍ବା ଆପଣ ଆଚାର ମଧ୍ୟ ବନେଇକି ଖାଇପାରିବେ। ସବୁଠିକୁ ଆପଣ ଖାଇପାରିବେ, ବହୁତ ବଢିଆ ଟେଷ୍ଟ ଲାଗିଥାଏ, ଫ୍ଲେଭରଫୁଲ ଆସିଥାଏ, ଆଉ କଷା ଅଂଶ ବି ଫ୍ରେଣ୍ଡ ମଧ୍ୟ ୟାର ମରିଯାଇଥାଏ। ଆପଣ ନିହାତି ଭାବରେ ୟାକୁ ଧରିକି ବି ଖାଇପାରିବେ। ତ ଆଜିର ଥିଲା ଫ୍ରେଣ୍ଡ ଇଏ ଛୋଟିଆ ରେସିପିଟିଏ, ଅଁଳାକୁ କିପରି ଭାବରେ ପ୍ରିଜର୍ଭ କରିବେ। ବାକି ଅଁଳାର ବହୁତ ସାରା ରେସିପି ଜୁସ୍ ଠୁ ଆରମ୍ଭ କରି ଚିପ୍ସ ପର୍ଯ୍ୟନ୍ତ ସବୁ ମୋ ଭିଡିଓରେ
ଅଛି ଆପଣ ନିହାତି ଭାବରେ ଯାଇକି ଭିଜିଟ କରିକି ଦେଖିପାରିବେ। ତ ଏଇଠି ଫ୍ରେଣ୍ଡ ଦେଖିପାରିଲେ ନା ପୁରା ଥଣ୍ଡା ହେଇଯାଇଛି। ମୁଁ ବନ୍ଦ କରିକି ଏବେ ୟାକୁ ଫ୍ରେଣ୍ଡ ଆମେ ବର୍ଷରୁ 2 ବର୍ଷ ପାଇଁ ରଖିବା, କୌଣସି ପ୍ରକାର ଖରାପ ହବ ନାହିଁ। ଆଉ ଇଏ ଆପଣଙ୍କର 10 ଦିନରେ ସରିଯିବ। ଏତେ ଟେଷ୍ଟ ଲାଗିବ। ଯଦି ଭଲ ଲାଗିଲା ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରିବେ।